ମାଣ୍ଡେଲ ଠାରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ସଚେତନତା କର୍ମଶାଳା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ନୂଆଦିଲ୍ଲୀ ଓ ଭୁବନେଶ୍ୱର ସମ୍ପର୍କ ଫିନ୍ ସର୍ଭିସେସର ମିଳିତ ସହଯୋଗରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପଦ୍ମଲୋଚନ ଜାଲ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାୟବ ସରପଞ୍ଚ ଶ୍ରୀମତୀ ସୁଧାଙ୍ଗନା ନାୟକ, ନର୍ଲା ମିଶନ ଶକ୍ତି ବ୍ଲକ ସଂଯୋଜିକା ଶ୍ରୀମତୀ ସବିତା ସେଠୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ୱରୂପ ସାହୁ, ଶ୍ରୀମତୀ ବିନ୍ଦୁ ସାମଲ, IIFL ଶାଖା ପରିଚାଳିକା ସୁଶ୍ରୀ ତୃପ୍ତି ରୂପା ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ବ୍ୟାଙ୍କ ତଥା ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ସଠିକ ବିନିଯୋଗ ତଥା ବ୍ୟବସାୟ ପାଇଁ ଆବଶ୍ୟକତା ଋଣ ଦରଖାସ୍ତ ଏବଂ ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନ ହେବା ବିଷୟରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ। ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନରେ ନିଜର କୌଣସି ଗୋପନୀୟତା ତଥ୍ୟ ନ ଦେବା ପାଇଁ ସୂଚନା ମଧ୍ୟ ଦେଇଥିଲେ। ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ। ବିଭିନ୍ନ ଅସାମାଜିକ ବ୍ୟକ୍ତି ତଥା ବିଭିନ୍ନ ଅର୍ଥକାରୀ ସଂସ୍ଥା ଦ୍ୱାରା ନିରୀହ ଲୋକମାନେ ଶୋଷଣର ଶିକାର ହେଉଛନ୍ତି। ଲୋଭରେ ବଶବର୍ତ୍ତୀ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଆର୍ଥିକ ମାନଦଣ୍ଡରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଯେକୌଣସି ପ୍ରଲୋଭନରେ ପଡ଼ିବା ପୂର୍ବରୁ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଏହି ମୂଲ୍ୟବାନ କର୍ମଶାଳାରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ବହୁମୂଲ୍ୟ ତାଲିମକୁ ଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ତାଲିମଦାତା ପ୍ରକାଶ ଚନ୍ଦ୍ର ସାହୁ, IIFL ଶାଖା ପରିଚାଳକ ସୁନୀଲ ପ୍ରଧାନ, ପ୍ରମୋଦ କୁମାର ମୁଗ୍ରି ତାଲିମ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା, ସ୍ୱୟଂ ସହାୟିକା ଗୋଷ୍ଠୀ, ଚାଷୀ ଓ ମିଳିତ ଉତ୍ତରଦାୟୀ ଗୋଷ୍ଠୀରୁ 65 ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ନର୍ଲା ବ୍ଲକ ସ୍ତରୀୟ ମହାସଂଘର ସମ୍ପାଦିକା ବିନ୍ଦୁ ସାମଲ, ସମ୍ପନ୍ନ ଶାଖା ପରିଚାଳକ ଆଶିଷ କୁମାର ରଣା, ମାଣ୍ଡେଲ GPLFର କର୍ମୀ ଓ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କଳାହାଣ୍ଡିରୁ ଲୟ ଭୋଇଙ୍କ ରିପୋର୍ଟ, AB ନ୍ୟୁଜ୍।